ଏହି ଭିଡ଼ିଓରେ ଆମେ ସାମାନ୍ତରିକ ଚିତ୍ରର ବିପରୀତ କୋଣମାନଙ୍କ ମଧ୍ୟରେ ସମ୍ବନ୍ଧ ଜାଣିବା। ଏଠାରେ ଆମ ପାଖରେ ଗୋଟେ ସାମାନ୍ତରିକ ଚିତ୍ର ଅଛି ଏ ବି ସି ଡି। ଏଠାରେ ବିପରୀତ କୋଣ ଯୋଡ଼ି ଗୁଡ଼ିକ କ'ଣ କ'ଣ? କୋଣ ଏ ଏବଂ କୋଣ ସି ଗୋଟେ ବିପରୀତ କୋଣ ଯୋଡ଼ି, ସେପରି କୋଣ ବି ଏବଂ କୋଣ ଡି ବି ବିପରୀତ କୋଣ ଯୋଡ଼ି। ଏବେ ପିଲାମାନେ ଏହି କୋଣ ଦ୍ୱୟ ମଧ୍ୟରେ ଆମେ ସମ୍ବନ୍ଧ କିପରି ଜାଣିବା? ପ୍ରଥମେ ମୁଁ ଏ ଡି ବି ସି ଏ ରେଖାଖଣ୍ଡ ଦ୍ୱୟ ଅଙ୍କନ କରିଛି ଏବଂ ସି ଡି ରେଖାଖଣ୍ଡ ଅଙ୍କନ କରିଛି। ଏବେ ପିଲାମାନେ ଏ ଡି ଏବଂ ବି ସି ସମାନ୍ତର ରେଖାଖଣ୍ଡ ଏବଂ ସି ଡି ଛେଦକ, ତେଣୁ କୋଣ ଏ ଡି ସି ଏବଂ କୋଣ ବି ସି ଡି ଏକ ପାର୍ଶ୍ୱସ୍ଥ ଅନ୍ତସ୍ଥ କୋଣଦ୍ୱୟ ହେବ। ଏବଂ ଯେତେବେଳେ ସମାନ୍ତର ରେଖାଖଣ୍ଡ ଥାଏ ଏକ ପାର୍ଶ୍ୱସ୍ଥ ଅନ୍ତସ୍ଥ କୋଣଦ୍ୱୟର ପରିମାଣର ସମଷ୍ଟି କେତେ ହେବ? 180 ଡିଗ୍ରୀ। ତେଣୁ ମୁଁ ଏଠି ଲେଖିଛି ଏ ଡି ବି ସି ଦୁଇଟି ସମାନ୍ତର ରେଖାଖଣ୍ଡ ଏବଂ ସି ଡି ଛେଦକ, ତେଣୁ ଏ ଡି ସି ଏବଂ ବି ସି ଡି ଏକ ପାର୍ଶ୍ୱସ୍ଥ ଅନ୍ତସ୍ଥ କୋଣ ଏବଂ ଏହି କୋଣଦ୍ୱୟର ପରିମାଣର ସମଷ୍ଟି 180 ଡିଗ୍ରୀ। ମୁଁ ଆଉ ଥରେ ନେବି ଏ ବି ସି ଡି ରେଖାଖଣ୍ଡକୁ ଏବଂ ଏ ଡି ନେବି ଛେଦକ। ଏ ବି ସି ଡି ରେଖାଖଣ୍ଡ ନେଲି ଯେଉଁ ଦୁଇଟି ରେଖାଖଣ୍ଡ ସମାନ୍ତର ଏବଂ ଏ ଡି ଛେଦକ। ଏଠି ବି ସେପରି ବି ଏ ଡି କୋଣ ଏବଂ ଏ ଡି ସି କୋଣ ଏକ ପାର୍ଶ୍ୱସ୍ଥ ଅନ୍ତସ୍ଥ କୋଣଦ୍ୱୟ, ତେଣୁ ଏ କୋଣଦ୍ୱୟର ପରିମାଣର ସମଷ୍ଟି ବି 180 ଡିଗ୍ରୀ ହେବ। ତେଣୁ ମୁଁ ଲେଖିଛି କୋଣ ବି ଏ ଡି ଏବଂ କୋଣ ଏ ଡି ସି ର ପରିମାଣ 180 ଡିଗ୍ରୀ। ଏବେ ମୁଁ କହିପାରିବି ଏବେ ବି ଏ ଡି କୋଣର ପରିମାଣ ହେବ 180 ଡିଗ୍ରୀ ମାଇନସ୍ କୋଣ ଏ ଡି ସି ର ପରିମାଣ। ସେପରି ବି ସି ଡି କୋଣର ପରିମାଣ କ'ଣ ହେବ? ବି ସି ଡି କୋଣର ପରିମାଣ ବି ହେବ 180 ଡିଗ୍ରୀ ମାଇନସ୍ କୋଣ ଏ ଡି ସି ର ପରିମାଣ। କୋଣ ଏ ଡି ସି ର ପରିମାଣ ବାମ ପାର୍ଶ୍ୱରେ ମିଶା ଯାଇଛି, ଡାହାଣ ପାର୍ଶ୍ୱରେ ଫେଡ଼ାଗଲା। ଏବେ ପିଲାମାନେ ଦେଖ ବି ଏ ଡି କୋଣର ପରିମାଣ ଯାହା ଅଛି ବି ସି ଡି କୋଣର ପରିମାଣ ସେଇଆ ଅଛି, ତେଣୁ ବି ଏ ଡି କୋଣ ଏବଂ ବି ସି ଡି କୋଣ ଦ୍ୱୟ ସମାନ ହେବ। ତେଣୁ ମୁଁ ଲେଖିଛି କୋଣ ବି ସି ଡି ର ପରିମାଣ କୋଣ ବି ଏ ଡି ର ପରିମାଣ ସହ ସମାନ। ତେଣୁ ବି ସି ଡି କୋଣର ପରିମାଣ ଅର୍ଥାତ୍ ଏହି କୋଣ ଏବଂ ବି ଏ ଡି କୋଣର ପରିମାଣ ଅର୍ଥାତ୍ ଏହି କୋଣଦ୍ୱୟର ପରିମାଣ ସମାନ। ଏବଂ ଏ କୋଣଦ୍ୱୟ କ'ଣ? ବିପରୀତ କୋଣ। ତେଣୁ ଆମେ ଜାଣିଲେ କ'ଣ? ସାମାନ୍ତରିକ ଚିତ୍ରର ବିପରୀତ କୋଣମାନଙ୍କର ପରିମାଣ ସମାନ। ଏବେ ପିଲାମାନେ ତୁମେମାନେ ଗୋଟେ ସାମାନ୍ତରିକ ଚିତ୍ର ଅଙ୍କନ କର ଏବଂ ପ୍ରୋଟ୍ରାକ୍ଟର ସାହାଯ୍ୟରେ ପ୍ରତ୍ୟେକ କୋଣର ପରିମାଣ ମାପ ଏବଂ ତୁମେ ଦେଖିବ ବିପରୀତ କୋଣମାନଙ୍କର ପରିମାଣ ସମାନ ହେବ।